सर्वप्रथमे से ही अग्रपूज्य गोड़ेशंक पाद तले मोर कोटी प्रणाम आउ समस्त मोर भक्ति भरा भूमिष्ठ प्रणाम आउ नुआखाई जुहार। वक्रतुंड महाकार्य सूर्यकोटि समप्रभ निर्विघ्नं कुरु मे देव सर्वकार्येषु सर्वदा। हे शिव शंकर रुद्रेण नीलकंठ त्रिलोचन भव सर्वभवानी स मृत्युंजय नमस्तुते। महारानी रेणुका कि सुंदर प्रतार सुनेली रंगरे आच्छादित मोहर श्रीनग्र स्वामी मृदु मलयरे मन प्राणनी आनंद सतर स्वामी तुम्हें तो जानिछ महारानी की कथा स्वामी राज्य रे मो भौगोलिक आयतन होई पारे छोट स्वामी वीरत्वरे किंतु मो राज्य अद्वितीय प्राणनाथ शत्रु भय नाही मो राज्य स्वामी नाही जरा नाही व्याधि सुखर स्रोतरे भासुचंती मोर प्रजापुंज प्राणनाथ कि आनंद कि उल्लासे राज्यव्यापी आज खाली जयकार ध्वनि स्वामी छुटी चाले पुरे मोर सुख्यात सुनाम स्वामी महारानी की कथा स्वामी से ही आनंद रे गाई जीवा गोटे सुमधुर संगीत तब चलंतु स्वामी आस महारानी चलंतु राजा कुल इंद्र राजन नगेंद्र राजमार्गे धीरे गमन अति स्नेहमयी धर्म पत्नी मोर बुद्धिमती संगे घेनिना पुत्र सम प्रजापाली महाराजा सत्य शांति प्रीति देशर प्रगति चंदन गढ़र राजा पुत्र सम प्रजापाली महाराजा उड़ांती किरति ध्वजा
প্রথম বিজয়র ধ্বজা চুম্বই গগন বিজয়র ধ্বজা চুম্বই গগন নম্বরু বাগর চন রাজকুল ইন্দ্র রাজন নগেন্দ্র রাজমা ধীরে গমন অতি স্নেহময়ী ধর্মপত্নী মোর বুদ্ধিমতী সঙ্গে ঘেনিল মহারানী রেণুকা প্রাণনাথ কি সুন্দর হিম চন্দনগড় সতরে স্বামী হীরা নীলামতি মাণিক্ୟରେ ଖଞ୍ଜା ଏ ହିମ ଚନ୍ଦନଗଡ଼ ସ୍ୱାମୀ ମହାରାଣୀ ପ୍ରାଣନାଥ ତୁମ ପରି ସହଧର୍ମିଣୀଙ୍କୁ ଘେନି ଏହି ଚନ୍ଦନଗଡ଼ ରାଜ୍ୟରେ ପ୍ରଜା ବତ୍ସଳ ରାଜା ଭାବେ ଉଡ଼େ ମୋର ବିଜୟ କେତନ ସତରେ ସ୍ୱାମୀ ହଁ ମହାରାଣୀ ମୁଁ ବି ତ ଆପଣଙ୍କୁ ପତି ରୂପରେ ଗ୍ରହଣ କରି ନିଜକୁ ନିଜ ଧନ୍ୟ ମନେ କରିଛି ସତରେ ମହାରାଣୀ କାହିଁକି ନା ଜାଣିଛନ୍ତି କାହିଁକି ମହାରାଣୀ ଭାଗ୍ୟରେ ଥିଲା ଆପଣଙ୍କ ପରି ଲୋକକୁ ପତି ରୂପରେ ଗ୍ରହଣ କରିବାକୁ ହେବ ସ୍ୱାମୀ ମହାରାଣୀ ପ୍ରକୃତ କର୍ତ୍ତବ୍ୟ ହେଉଛି ଆପଣଙ୍କର ସେବା ଆପଣଙ୍କ ସେବାରେ ତ ମୋର ଦିନ ବିତିଗଲେ ବହୁତ ଭଲ ହୁଅନ୍ତା ସ୍ୱାମୀ ନିଶ୍ଚୟ ମହାରାଣୀ ସ୍ୱାମୀ ହଁ କୁହ କହୁଛି ମଥା ସିନ୍ଦୁର ହେ ପ୍ରାଣେଶ୍ୱର ସତରେ ମହାରାଣୀ ହଁ ସ୍ୱାମୀ କହୁଛି ମଥା ସିନ୍ଦୁର ହେ ପ୍ରାଣେଶ୍ୱର ତୁମ ସେବା କରି ଯାଉ ଏ ଜୀବନ ତୁମ ସେବା କରି ଯାଉ ଏ ଜୀବନ ତୁମକୁ ପାଇ ହେଲି କହୁଛି ମଥା ସିନ୍ଦୁର ହେ ପ୍ରାଣେଶ୍ୱର କହୁଛି ମଥା ସିନ୍ଦୁର ହେ ପ୍ରାଣେଶ୍ୱର ହେ ପ୍ରାଣେଶ୍ୱର ଆଦର୍ଶ ବାସ୍ତବ ଆମ ଦୁଇ ପୁଅ ଚରଣ ଦେଖିଲେ ମନେ ଲାଗଇ ସନ୍ଦେହ ଆଦର୍ଶ ବାସ୍ତବ ଆମ ଦୁଇ ପୁଅ ଚରଣ ଦେଖିଲେ ମନେ ଲାଗଇ ସନ୍ଦେହ ମନ ମୋର କାଲି ହେଉଥାଏ ଜୁରି ମନ ମୋର କାଲି ହେଉଥାଏ ଜୁରି ରାଜୁ କି ହଇବ ନରେଶ 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 ସତ ହେବ କି ସପନ ହେ ପ୍ରାଣେଶ୍ୱର କହୁଛି ମଥା ସିନ୍ଦୁର ହେ ପ୍ରାଣେଶ୍ୱର ହେ ପ୍ରାଣେଶ୍ୱର ହେ ପ୍ରାଣେଶ୍ୱର ସ୍ୱାମୀ ଆପଣଙ୍କର ସେବା କରି ଏଇ ଦିନଟା ଯଦି ବିତିଗଲେ ବହୁତ ମଙ୍ଗଳମୟ ହୁଅନ୍ତା ପ୍ରାଣନାଥ ଧନ୍ୟ ମହାରାଣୀ ସ୍ୱାମୀ ଧନ୍ୟ ହେଲି ଶୁଣି ତୁମ ସୁଧା ସମବାଣୀ ସତରେ ସ୍ୱାମୀ ପତି ପରାମର୍ଶ ତୁମେ ଅଟ ବିଶାରଦ ସ୍ୱାମୀ ଅପି ସ୍ୱାମୀ लो प्रियासी चांदा मुही रसमंडना लो प्रियासी चांदा मुही रसमंडना दर कंठी दर हसी दर कंठी दर हसी दर जघेना लो प्रियासी चांदा मुही रसमंडना लो प्रियासी चांदा मुही रसमंडना
ସତେ କିରେ ରାମା ବର ହେଇଛି ଭାଗ୍ୟ ମୋର ସତେ କିରେ ରାମା ବର ହେଇଛି ଭାଗ୍ୟ ମୋର କୋଲେ ପୁତ୍ର ଲଭି ସୁଖେ କୋଲେ ପୁତ୍ର ଲଭି ସୁଖେ ହେବା ସୁମନା लो प्रियासी चांद मुहि रसमनना लो प्रियासी चांद मुहि रसमनना महारानी रेणुका ପ୍ରାଣନାଥ आदर्श वास्तव मोदीप ସ୍ୱାମୀ ଏହି ଚନ୍ଦନଗଡ଼ରେ ଜନ୍ମ ଲାଭ କରି ମୁଁ ନିଜକୁ ନିଜେ ଧନ୍ୟ ମନେ କରେ ମହାରାଣୀ ସ୍ୱାମୀ ତୁମେ ତ ଜାଣିଛ ମହାରାଣୀ କି କଥା ସ୍ୱାମୀ ଦେଖୁ ଦେଖୁ ଚତୁର୍ଥ ଅବସ୍ଥା ମୋର ହେଲା ଉପନୀତ ପ୍ରାଣନାଥ ଭାବୁଅଛି ମନେ କି କଥା ଆପଣ ମନରେ ଭାବୁଛନ୍ତି ସ୍ୱାମୀ ଏହି ଚନ୍ଦନଗଡ଼ ରାଜ୍ୟରେ ଯୁବରାଜ ଆଦର୍ଶକୁ ଯୁବରାଜ ପଦରେ ଅଭିଷିକ୍ତ କରି ଆନନ୍ଦରେ ମୁଁ କିଛି ଦିନ ବିଶ୍ରାମ ନେବାକୁ ଚାହେଁ ସ୍ୱାମୀ ଯଦି କୌଣସି ଆପତ୍ତି ଅଛି ତାହେଲେ ଖୋଲା ହୃଦୟରେ ପ୍ରକାଶ କର ମହାରାଣୀ ସ୍ୱାମୀ ମୋର ହଁ। ଗୋଟେ ଛୋଟିଆ ଆପତ୍ତି ଅଛି ଛୋଟିଆ ଆପତ୍ତି ଅଛି ଛୋଟ ମୁହଁରେ ବଡ଼ କଥା ମହାରାଣୀ ସ୍ୱାମୀ ହଁ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଆଦର୍ଶ ଜ୍ୟେଷ୍ଠ ପୁତ୍ର ଆଦର୍ଶର କ'ଣ ହେଇଛି ମହାରାଣୀ ଆମ ଜମିଦାର ରୁଦ୍ର ମାଧବଙ୍କର ଝିଅ ନାମଟି ତାର ରୂପାଳୀ ନାଇଁ ନାଇଁ କ'ଣ କହିଲ ତମେ କ'ଣ କହିଲ ସେଇ ରୂପାଳୀ ସହିତ ଆପଣଙ୍କର ପୁତ୍ର ଆଦର୍ଶର ଅନେକ ଦିନ ହେଲା ପ୍ରେମ ସମ୍ପର୍କଟା ବଢି ଚାଲିଛି ସ୍ୱାମୀ ମହାରାଣୀ ନା ନା କାହିଁକି ସ୍ୱାମୀ କାହିଁକି ଏସବୁ ମିଛ କଥା କହୁଛ ମହାରାଣୀ ନା ସ୍ୱାମୀ ନା କାହିଁକି ଦୁନିଆ ଆଗରେ ଦେଖେଇ ହେଉଛ ସାବତ ବା ବୋଲି ନା ସ୍ୱାମୀ ନା ତୁମେ ଜାଣିନ ମହାରାଣୀ କି କଥା ସ୍ୱାମୀ ତାର ମାର ପାରିକୁ ଚାଲିଗଲା ପରେ ଏଇ ହାତରେ ତାକୁ ଲାଲନ ପାଳନ କରି ଏଡ଼ିଠୁ ଏଡ଼ିଟିଏ କରିଛୁ ମୁଁ ସେ ମୋ ଆଦର୍ଶ ସେ ଆଦର୍ଶ ଏମିତି ଭୁଲ କାମ କରିବନି ଯେ ଏ ଦୁନିଆ ଆଗରେ ମୋତେ ମୁଣ୍ଡ ନୁଇବାକୁ ପଡ଼ିବ ହଁ ମହାରାଣୀ ମୁଣ୍ଡ ନୁଇବାକୁ ପଡ଼ିବ ସ୍ୱାମୀ ଏ କଥା ମୁଁ କହିନି ମହାରାଣୀ। ଏ ରାଜ୍ୟର ପ୍ରଜାବାସୀ ମାନେ ସମସ୍ତେ ଟାଇଟା ପୁରାଇ କହୁଛନ୍ତି କ'ଣ କହୁଛନ୍ତି ସେଇ ଆପଣଙ୍କ ପୁତ୍ର ଆଦର୍ଶର ପ୍ରେମ କଥା ନା ମହାରାଣୀ ନା କାହିଁକି ସ୍ୱାମୀ କାହିଁକି ମୁଁ କାହାରି କଥାକୁ ବିଶ୍ୱାସ କରିବିନି କାହିଁକି କାହିଁକି ଜାଣିଛ କାହିଁକି ଯେବେ ନ ଦେଖିବ ବେନି ନୟନେ ପରତେ ନଚିବ ଗୁରୁ ବଚନେ ସ୍ୱାମୀ ଆଦର୍ଶକୁ ମୁଁ ନିଜେ ପଚାରିବି ଏ ଆଦର୍ଶ ମୋର କ'ଣ କୋଉଠି ଭୁଲ ରହିଗଲା ଯେ ଏ ଦୁନିଆ ଆଗରେ ମୋତେ ଲଜ୍ଜିତ ହେବାକୁ ପଡୁଛି ସ୍ୱାମୀ କହିବି ମହାରାଣୀ ଆସନ୍ତାକାଲି ଆଦର୍ଶକୁ ମୁଁ ନିଶ୍ଚୟ କହିବି ମୁଁ ବି ତ ସେଇ କଥା କହୁଥିଲି କ'ଣ କହୁଛ କାହିଁକି ନା ନେଡ଼ିଗୁଡ଼ କହୁଣୀକୁ ବଳିଯିବା କରୁ ଏ ହେଉଛି ଉପଯୁକ୍ତ ସମୟ ହଁ। ଏଇ ସମୟରେ ଆପଣ ଯଦି ଭାବୁଛନ୍ତି ଗୋଟିଏ ସୁଚିନ୍ତିତ ମତାମତ ନେଲେ ମହାରାଣୀ ହୁଏତ କଥାଟା ଆଗକୁ ଗତି କରିପାରନ୍ତା ନାହିଁ ହଁ ମହାରାଣୀ ଭାବି ଚିନ୍ତି ହିଁ ମୁଁ ନିଷ୍ପତ୍ତି ନେବି ଆଉ ଆସନ୍ତାକାଲି ଆଦର୍ଶକୁ ମୁଁ ନିଜେ ପଚାରିବି ହେଲେ ମହାରାଣୀ ସ୍ୱାମୀ ସମୟଟା ଅତିବାହିତ ହେଇଗଲାଣି ଚାଲ ଚାଲ କ'ଣ କିଛି ଖାଇବାକୁ ଦବ ନିଶ୍ଚୟ ସ୍ୱାମୀ ତେବେ ଚାଲନ୍ତୁ ଚାଲ ମହାରାଣୀ ଚାଲନ୍ତୁ ସ୍ୱାମୀ